ଓମ୍ ଶାନ୍ତି। ନିରାକାର ସୋମନାଥ ଭଗବାନଙ୍କର ସୋମରସ ପାନ କରୁଥିବା ସଚ୍ଚା ସଚ୍ଚା ଆତ୍ମିକ ସନ୍ତାନମାନଙ୍କୁ ଶୁଭ ସକାଳର ଶୁଭ ଅଭିନନ୍ଦନ, ସୁପ୍ରଭାତ, ସୁସ୍ୱାଗତମ୍। ସର୍ବଶକ୍ତିମାନ ଭଗବାନଙ୍କର ଛତ୍ରଛାୟା ତଳେ ରହିଲା ବାଲା ସର୍ବଦା ନିଜକୁ ଶକ୍ତିଶାଳୀ ଅନୁଭବ କରୁଥିବା କାରଣରୁ ନା ସେମାନଙ୍କର କାହାକୁ ଭୟ ଥାଏ, ନା ସେମାନେ କୌଣସି କ୍ଷେତ୍ରରେ ହାର ମାନିଥାନ୍ତି। କଥିତ ଅଛି, ଧର୍ମଯୁଦ୍ଧରେ ଭଗବାନ ପାଣ୍ଡବମାନଙ୍କ ପକ୍ଷରେ ଥିବା କାରଣରୁ ସେମାନଙ୍କର ସଂଖ୍ୟା ନଗଣ୍ୟ ହୋଇ ମଧ୍ୟ ବିଶାଳ କୌରବ ସେନା ଉପରେ ସେମାନେ ବିଜୟୀ ହୋଇଥିଲେ। ତେବେ ମୁଖ୍ୟ କଥା ହେଉଛି ନିଶ୍ଚୟତାର, କାରଣ ନିଶ୍ଚୟତା ହିଁ ମନରେ ଶକ୍ତି ସଞ୍ଚାର କରିଥାଏ। ଆମେ ଜାଣୁଛେ ଆମ ସାଥିରେ ଭଗବାନ ଅଛନ୍ତି, ପରନ୍ତୁ କୌଣସି ସମସ୍ୟା ବା ପରିସ୍ଥିତି ଆସିଗଲେ ନିଜ ସାମର୍ଥ୍ୟ ଅନୁସାରେ ସେ ପରିସ୍ଥିତି ସହିତ ଲଢ଼େଇ କରି ଶେଷକୁ ତା ଆଗରେ ହାର ମାନି ଯାଉଛୁ ବା ସେହି ପରିସ୍ଥିତି ବା ବାତାବରଣର ବଶୀଭୂତ ହୋଇଯାଉଛୁ। ନିଜକୁ ତା ଆଗରେ ସମର୍ପିତ କରିଦେଉଛୁ, କାରଣ ଆମର ସେହି ଦୃଢ଼ ନିଶ୍ଚୟତା ନାହିଁ ଯେ ସ୍ୱୟଂ ସର୍ବଶକ୍ତିମାନ ଭଗବାନ ଆମର ରକ୍ଷାକର୍ତ୍ତା ଅଟନ୍ତି। ଯଦି ଆମେ ପ୍ରଥମରୁ ଈଶ୍ୱରଙ୍କ ଉପରେ ସମର୍ପିତ ହୋଇଯିବା, ତେବେ ଆମର ସୁରକ୍ଷାର ସମ୍ପୂର୍ଣ୍ଣ ଦାୟିତ୍ୱ ମଧ୍ୟ ଭଗବାନଙ୍କୁ ନେବାକୁ ହିଁ ପଡ଼ିବ ଏବଂ ଆମେ ସର୍ବଦା ସୁରକ୍ଷିତ, ସଦା ବିଜୟୀ ହୋଇଯିବା। ଭଗବାନ କହୁଛନ୍ତି, ମଧୁର ଆତ୍ମିକ ସନ୍ତାନଗଣ, ନିଶ୍ଚୟ ରଖ, ଆମର ଯାହା କିଛି ଅଛି ସବୁ ଶିବ ବାବାଙ୍କର। ନିମିତ୍ତ ହୋଇ ଦାୟିତ୍ୱ ନିଅ, ତେବେ ସବୁ ପବିତ୍ର ହୋଇଯିବ। ତୁମର ପାଳନା ମଧ୍ୟ ଶିବ ବାବାଙ୍କର ଭଣ୍ଡାରରୁ ହେବ। ସେଥିପାଇଁ ମୋ ଉପରେ ସମ୍ପୂର୍ଣ୍ଣ ବଳି ଚଢ଼ିଯାଅ। ଭକ୍ତି ମାର୍ଗରେ କାଶୀ କଲବଟ ଖାଉଥିଲ ନା? ଏଠାରେ ଉଲ୍ଲେଖଯୋଗ୍ୟ କି କାଶୀ ବିଶ୍ୱନାଥରେ ଏକ ବିରାଟ କୂପ ଥିଲା, ଯାହାର ତଳେ ଶିବଲିଙ୍ଗ ରହିଥିଲା ଏବଂ ସମ୍ପୂର୍ଣ୍ଣ କୂପକୁ ଏପରି ଭାବରେ ଶାଣିତ ଖଡ୍ଗ ଦ୍ୱାରା ଆଚ୍ଛାଦିତ କରାଯାଇଥିଲା କି ମାଛି ପଡ଼ିଲେ ମଧ୍ୟ ନବଖଣ୍ଡ ହୋଇଯିବ ଭଳି। ଯେଉଁମାନେ ଶିବଙ୍କ ଉପରେ ବଳି ଚଢ଼ିବାକୁ ଚାହୁଁଥିଲେ, ସେମାନେ ଗଡ଼ି ଗଡ଼ି ଯାଇ ସେହି କୂପ ମଧ୍ୟରେ ପଡ଼ୁଥିଲେ, ଯାହାକୁ କୁହାଯାଉଥିଲା କାଶୀ କଲବଟ। ତେବେ ସରକାର ଏହି ଭୟଙ୍କର ଅନ୍ଧବିଶ୍ୱାସର ପ୍ରଥାକୁ ବନ୍ଦ କରିଦେଇଛନ୍ତି। ବଳି ଚଢ଼ିବା ଅର୍ଥାତ୍ ଦେହ ସହିତ ସବୁ କିଛିକୁ ଶିବ ବାବାଙ୍କ ଉପରେ ସମର୍ପିତ କରିଦେବା। ତେଣୁ ବୁଦ୍ଧିରେ ରହିବା ଦରକାର, ଯେତେବେଳେ ଆମେ ବଳି ଚଢ଼ିଲୁ ଅର୍ଥାତ୍ ସମର୍ପିତ ହୋଇଗଲୁ, ତେବେ ସବୁ କିଛି ତ ଶିବ ବାବାଙ୍କର ହୋଇଗଲା। ତେଣୁ ପ୍ରତ୍ୟେକ ପଦକ୍ଷେପରେ ତାଙ୍କର ମତ ନେବାକୁ ହିଁ ପଡ଼ିବ, ଅର୍ଥାତ୍ ତାଙ୍କ ଶ୍ରୀମତରେ ଚାଲିବାକୁ ହେବ। ଯଦି କୌଣସି କୁକର୍ମ ବା ବିକର୍ମ କଲ, ତେବେ ବହୁତ ପାପ ଚଢ଼ିଯିବ। ତନ, ମନ, ଧନ, କୌଣସି ବି ଜିନିଷ ମନମତ ଅନୁସାରେ ଅର୍ଥାତ୍ ପାପ କର୍ମରେ
ଲଗାଇ ପାରିବ ନାହିଁ। କାରଣ ଏହା ତ ଶିବ ବାବାଙ୍କର। ତେଣୁ ଏହାର ବହୁତ ଦାୟିତ୍ୱ ନେବାକୁ ପଡ଼ିବ। ଯେବେଠାରୁ ଏହା ଭଗବାନଙ୍କର ହେଇଗଲା, ପ୍ରତ୍ୟେକ ପଇସା ବା ପଦାର୍ଥ ହୀରାତୁଲ୍ୟ ଅଟେ। ଯଦି ବ୍ୟର୍ଥରେ ଗଲା, ତେବେ ତାହାର ଭରଣା ମଧ୍ୟ କରିବାକୁ ପଡ଼ିବ। କୁହାଯାଏ ନା, ଏଭ୍ରି ଆକ୍ସନ୍ ଦେୟାର ଇଜ୍ ଆନ୍ ଇକ୍ୱାଲ୍ ଆଣ୍ଡ ଅପୋଜିଟ୍ ରିଆକ୍ସନ୍। ତେଣୁ କିଛି ବି ଯେପରି ବ୍ୟର୍ଥରେ ନ ଯାଉ, ସେଥିପ୍ରତି ବହୁତ ଯତ୍ନଶୀଳ ହେବା ଦରକାର। ବାବା କହୁଛନ୍ତି, ମୁଁ ତ ତୁମର କିଛି ନେଉନାହିଁ। ମୁଁ ତ ନିରାକାର, ମୋର ଶରୀର ନାହିଁ। ମୋର କ'ଣ ହେବ? ମୁଁ ତ ଦାତା, ତୁମମାନଙ୍କୁ ଦେବା ପାଇଁ ଆସିଛି। କିନ୍ତୁ ତୁମମାନଙ୍କ ପାଖରେ ଯାହା କିଛି ବି ଅଛି, ତାହାଦ୍ୱାରା ମନୁଷ୍ୟମାନଙ୍କୁ କଉଡ଼ିରୁ ହୀରାତୁଲ୍ୟ କରିବାର ସେବା କରିବା ଦରକାର, ବା ସେସବୁକୁ ଏହିଭଳି ସେବାରେ ଉପଯୋଗ କରିବା ଦରକାର। ଅର୍ଥାତ୍ ସାରା ପତିତ ସୃଷ୍ଟିକୁ ପବିତ୍ର ସ୍ୱର୍ଗରେ ପରିଣତ କରିବାର ସେବାରେ ଉପଯୋଗ କରିବା ଦରକାର। ତେବେ ତୁମେମାନେ ଏହାର ଅନେକ ଗୁଣା ମଧ୍ୟ ପ୍ରାପ୍ତିର ଅଧିକାରୀ ହୋଇ ଭବିଷ୍ୟ ସତ୍ୟଯୁଗୀ ସ୍ୱର୍ଗରାଜ୍ୟରେ ଉଚ୍ଚ ପଦର ଅଧିକାରୀ ହୋଇପାରିବ, ଅନେକ ଜନ୍ମ ପର୍ଯ୍ୟନ୍ତ। ବର୍ତ୍ତମାନ ସମସ୍ତ ମାନବ ସମାଜ ଅଜ୍ଞାନ ଅନ୍ଧକାର ମଧ୍ୟରେ ଅଛନ୍ତି। ସମସ୍ତଙ୍କୁ ଜ୍ଞାନାଲୋକ ପ୍ରଦାନ ପୂର୍ବକ ସମସ୍ତଙ୍କର କଲ୍ୟାଣ କରିବା ଉଚିତ। ଏହି ସତ୍ୟ ରୋଜଗାର ଅର୍ଥାତ୍ ସତ୍ୟଯୁଗୀ ନୂତନ ଦୁନିଆ ପାଇଁ ସତ୍ୟ ପିତାଙ୍କଠାରୁ ସତ୍ୟ ଜ୍ଞାନର କାରବାର ନିଜେ କରିବା ସହିତ ଅନ୍ୟମାନଙ୍କୁ ମଧ୍ୟ କରାଇ ହାତ ଭରପୁର କରିଯିବାକୁ ହେବ। ଏହାକୁ ହିଁ କୁହାଯାଏ ସଚ୍ଚା ସୌଦା କରିଲା ବାଲା ସଚ୍ଚା ବ୍ୟାପାରୀ। ହୃଦୟକୁ ଶୁଦ୍ଧ କରିବା ପାଇଁ ବାବାଙ୍କର ସ୍ମୃତିରେ ରହି ଭୋଜନ ପ୍ରସ୍ତୁତ କରିବାକୁ ହେବ। କୁହାଯାଏ ନା, ଯେମିତି ଅନ୍ନ ସେମିତି ମନ। ଯାହାକୁ କୁହାଯାଏ ବ୍ରହ୍ମା ଭୋଜନ, ଯାହାର ଗାୟନ ଅଛି କି ଦେବତାମାନେ ମଧ୍ୟ ବ୍ରହ୍ମା ଭୋଜନ ପାଇଁ ଆଗ୍ରହୀ ଥିଲେ। ଯୋଗଯୁକ୍ତ ହୋଇ ଭୋଜନ ଖାଇବାକୁ ହେବ ଏବଂ ଖୁଆଇବାକୁ ମଧ୍ୟ ହେବ। ବିକାରଗୁଡ଼ିକୁ ତ୍ୟାଗ କରି ଜ୍ଞାନରତ୍ନ ଦ୍ୱାରା ନିଜେ ସଜେଇ ହେଇ ପୁଣି ଅନ୍ୟମାନଙ୍କୁ ମଧ୍ୟ ସଜେଇବାକୁ ହେବ। ଯେହେତୁ ବର୍ତ୍ତମାନ ଏଇ ତମ ପ୍ରଧାନ ବିକାରୀ ଦୁନିଆ ପରିବର୍ତ୍ତନ ହୋଇ ସମ୍ପୂର୍ଣ୍ଣ ପବିତ୍ର ନିର୍ବିକାରୀ ସତ୍ୟଯୁଗୀ ସ୍ୱର୍ଗରାଜ୍ୟ ସ୍ଥାପନ ହେଉଛି। ସମସ୍ତ ଚିନ୍ତାକୁ ବାବାଙ୍କୁ ଦେଇ ନିଶ୍ଚିନ୍ତ ସ୍ଥିତିର ଅନୁଭବ କରୁଥିବା ପରମାତ୍ମ ସ୍ନେହୀ ହୁଅ। ଏହିଭଳି ପରମାତ୍ମ ସ୍ନେହୀ ହିଁ ପରମାତ୍ମାଙ୍କର ହୃଦୟ ସିଂହାସନ ଉପରେ ବସିଥାନ୍ତି। ଏହିଭଳି ସ୍ଥିତି ହିଁ ସମସ୍ତ ଚିନ୍ତାରୁ ମୁକ୍ତ କରାଇ ଦେଇଥାଏ। ମୋର ଶବ୍ଦଠାରୁ ମୁକ୍ତି କରାଇ ଦେଇଥାଏ। କୌଣସି ପ୍ରକାରର ହଲଚଲକୁ ସମାପ୍ତ କରିବାର ସାଧନ ହେଲା ସୃଷ୍ଟି ନାଟକ ଉପରେ ଅଟଳ ନିଶ୍ଚୟ ରଖିବା। ଆଚ୍ଛା, ଆଜି ପାଇଁ ଏଇଠାରେ ଆମେମାନେ ବିରାମ ନେବା। ଆସନ୍ତାକାଲି ପୁନଶ୍ଚ ଆମେମାନେ ସେହି କଲ୍ୟାଣକାରୀ ପରମାତ୍ମାଙ୍କର ଆଉ କିଛି କଲ୍ୟାଣକାରୀ ମହାବାକ୍ୟ ଉପରେ ଆଲୋଚନା କରିବା। ନିଜ ଜୀବନକୁ ପରିବର୍ତ୍ତନ କରିବା ସହିତ ସାରା ବିଶ୍ୱକୁ ମଧ୍ୟ ପରିବର୍ତ୍ତନ କରିବାର
କାର୍ଯ୍ୟ କରିବା। ଓମ୍ ଶାନ୍ତି। ଓମ୍ ଶାନ୍ତି। ଓମ୍ ଶାନ୍ତି।